ଭବିଷ୍ୟତ ସୂଚନା ଅଛି 35 ବର୍ଷରୁ ବାଳକ ପ୍ରଧାନମନ୍ତ୍ରୀ ହେଇପାରିବେ ଓଡ଼ିଶାର। ସମସ୍ତେ ଜାଣନ୍ତି ବିପିନ ଭାଇ, ବିପିନ ବାବା, କିନ୍ତୁ ଆମର ଆଧାର କାର୍ଡ ନମ୍ବର ଅନୁସାରେ ନାଁ ଅନୁସାରେ ଆଉ ଗୁରୁଦେବଙ୍କ ନାଁ ଅନୁସାରେ ଜ୍ଞାନ ଗଙ୍ଗା ଗୁରୁଦେବ ମହାରାଜ। ଆପଣଙ୍କ ଗୁରୁଦେବ କିଏ? ଆମର ଗୁରୁ ସ୍ୱାମୀ ଠାକୁର କେଶବ ଚନ୍ଦ୍ର। ଆପଣ କୋଉଠି ରୁହନ୍ତି? ଆମେ ବର୍ତ୍ତମାନ ରହୁଛୁ ଦେବଗଡ଼ ଗୁରୁକୁଳ ବନାଶ୍ରମ, ବଣ ଜଙ୍ଗଲ ଭିତରେ। ପତିତାନନ୍ଦଙ୍କ ଯୋଉ ଗାଦି ଅଛି ସେଠିକି ଯାଆନ୍ତି ଆପଣ? ହଁ ହଁ, ପ୍ରତ୍ୟେକ। ପତିତାନନ୍ଦଙ୍କ ଯୋଉ ମାଳିକା ଅଛି ସମ୍ପୂର୍ଣ୍ଣ ପାଠ କରିଛନ୍ତି? ହଁ, କିଛି ତ ପାଇଛୁ ତାର ପ୍ରମାଣ। ମାଳିକା ପ୍ରମାଣୀୟ ଯଜ୍ଞ ଆସନ୍ତା ସନ 2026 ମସିହା ଶ୍ରୀଗୁଣ୍ଡିଚା ରଥଯାତ୍ରା ତିଥିରେ ମାଳିକା ପ୍ରମାଣୀୟ ଦେଉଛି। ଏହାକୁ ଓଡ଼ିଶା ସରକାର ପ୍ରଶାସନ ଦ୍ୱାରା ପରିଚାଳନା କରାଯିବାର ସୂଚନା ମିଳୁଛି। ଆପଣମାନେ ଜାଣିଥିବେ ଯତଃ ସର୍ବାଣୀ ଭୂତାନି ଭବନ୍ତି ଆଦି ଯୁଗାଗମେ ଯସ୍ମିଶ୍ଚ ପ୍ରଳୟ ଯାଆନ୍ତି ପୁନରେବ ଯୁଗକେ। ସବୁ ଯୁଗରେ ଧର୍ମ ସଂସ୍ଥାପନ ହେଉଛି, ହେଇ ଆସୁଛି, ଆଉ ହେବ। ଆଜି ଆମ ଦେବଗଡ଼ ଗୁରୁକୁଳ ବର୍ଣ୍ଣାଶ୍ରମରେ ସତ୍ୟର କାର୍ଯ୍ୟକ୍ରମ ଆରମ୍ଭ ହେବ। ଚରମ ଯଜ୍ଞ। ଏହି ଚରମ ଯଜ୍ଞକୁ ପରିଚାଳନା କରିବେ ଓଡ଼ିଶା ସରକାର। ମାଳିକା ଆଗାମୀ ଯେଉଁ ସତ୍ୟ ସନାତନ ଧର୍ମ ପ୍ରଚାର ହେବ, ସେ ସତ୍ୟ ସନାତନୀ ପରମ ପିତାଙ୍କ ନିର୍ଦ୍ଦେଶରେ ସେ ଧର୍ମ ସଂସ୍ଥାପନ କରିବା ପାଇଁ ଆସିଥାନ୍ତି ଏବଂ କଳି ଯୁଗରେ ସେ ରାମକୃଷ୍ଣଙ୍କୁ ଜନ୍ମ ଦେଇଛନ୍ତି। ଆଉ ଭବିଷ୍ୟତରେ ଯେଉଁ କଳିକି ରାମ ଜନ୍ମ ନେଇଛନ୍ତି ସେ ଓଡ଼ିଶାର ପ୍ରେରଣୀୟ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ହେଇପାରିବେ। ଭବିଷ୍ୟତ ସୂଚନା ଦେଉଛି ସେ ହେଉଛନ୍ତି କଳକି ରାମ। ତେଣୁ ସେଇ ତାଙ୍କରି ପୀଠରେ ଏହି ଚରମ ଯଜ୍ଞ ପୂର୍ଣ୍ଣ ହେବ। 2017ରୁ ଆରମ୍ଭ ହୋଇଛି, 26ରେ ପୂର୍ଣ୍ଣ ହେବ। ମାଳିକା କଣ ସତ୍ୟ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ମାଳିକା ଅକ୍ଷରେ ଅକ୍ଷରେ ସତ୍ୟ। କଣ ରହିଛି ମାଳିକାରେ? କଣ ରହିଛି ଦେଶର ଭବିଷ୍ୟତ ସମ୍ପୂର୍ଣ୍ଣ ଯାହା ଆପଣମାନେ ଉପଲବ୍ଧି କରି ଆସୁଛନ୍ତି, ଆଉ ଆଗକୁ ଯାହା ଘଟିବ ତାହା ସତ୍ୟ ହିଁ ତାର ପରିପ୍ରକାଶ। ନିଶ୍ଚିତ ଭାବେ ସେ ଜଣେ ଦୈବୀ ଶକ୍ତି ନେଇ ଆସିଛନ୍ତି ମହାପୁରୁଷ। ସେ କଳିକି ରାମ, ଜଗନ୍ନାଥଙ୍କ ଅବତାର। ତେଣୁ ସେ ଭବିଷ୍ୟତରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ହେବେ। ଯେଉଁ କଳିକି ରାମ ଜନ୍ମ ନେଇଛନ୍ତି, ମୁଖ୍ୟମନ୍ତ୍ରୀଠୁ ପ୍ରଧାନମନ୍ତ୍ରୀ ମଧ୍ୟ ଜଣେ ହେବେ। ଓଡ଼ିଶାରୁ ବାହାରିବେ, ଯେମିତି ରାଷ୍ଟ୍ରପତି ବାହାରିଛନ୍ତି, ମୁଖ୍ୟମନ୍ତ୍ରୀ ହେଇଛନ୍ତି, ସେମିତି ପ୍ରଧାନମନ୍ତ୍ରୀ ବାହାରିବେ ଓଡ଼ିଶାରୁ। 35 ବର୍ଷରୁ ବାହାରିବେ। ହଁ ହଁ ହଁ, ଅଛି ଅଛି ତାର ଭବିଷ୍ୟତ ସୂଚନା ଅଛି 35 ବର୍ଷରୁ ବାଳକ ପ୍ରଧାନମନ୍ତ୍ରୀ ହେଇପାରିବେ ଓଡ଼ିଶାର। ଯେଉଁ ମା ଜନ୍ମ ଦେଇଛନ୍ତି ସେ ସତ୍ୟ ସନାତନୀ ମହାମାଇ ମା ଦୁର୍ଗା, ଦୁର୍ଗତି ନାଶିନୀ। ସେ କଳିର ପାପ ଭାରାରୁ କାଳି ରୂପ ନେଇ ଭୂମିରେ ଗଡ଼ି ଗଡ଼ି ଚିତ୍କାର କରୁଛନ୍ତି, ଆଉ କହୁଛନ୍ତି ବିଶ୍ୱରେ ଶାନ୍ତି, ମାତୃ ସମାଜକୁ ଶାନ୍ତି ପ୍ରଦାନ କରାଯାଉ। ଏହିଭଳି ଚେତାବନୀ ଦେଉଛନ୍ତି। ତେଣୁ ଓଡ଼ିଶା ସରକାରଙ୍କୁ ଆମର ନିବେଦନ, ସେ ଏହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିବାକୁ ଅନୁରୋଧ।